ଏବଂ ଏଥିରେ ତ ଲାଭ। ଆପଣଙ୍କ ନାଁଟା କ'ଣ କହିବେ? ଜଗବନ୍ଧୁ ସିଂ। କ'ଣ କହିବେ ଆପଣ ସବୁଦିନ ଏଇ ଯେଉଁ ଗୁଲଗୁଲା କରୁଛନ୍ତି? 1 ଟଙ୍କା ଗୁଲା ତ କେଉଁଟା ମିଳୁନି, ଆପଣଙ୍କ ଛାଡ଼ିଦେଲେ କ'ଣ ସେ ବିଷୟରେ କହିବେ? ଗୋଟେ ପୁରୁଣା ଦୋକାନ ଆମର ରହିଛି ଆଉ। କ'ଣ ଏମିତି ମେଟେରିଆଲ୍ ସବୁ ଖର୍ଚ୍ଚ ହୁଏ ଗୁଲଗୁଲା ଗୁଡ଼ା ତିଆରି କରିବାକୁ? ଅଟା, ଚିନି, ସୋଡ଼ା, ଲୁଣ ଏଇସବୁ ହଁ। ମାନେ ଆ ଦେହରେ ଲାଭ ହେଉଛି ନା କ୍ଷତି ହେଉଛି? ଲାଭ ହୁଏ ନା, ଯଦିଓ ଚାଲିଛି ଗୋଟା ଆଉ। ପିଲାଙ୍କ ଖାଦ୍ୟ ତ ଗୁଲୁଗୁଲା। ହଁ, ସକାଳୁ ତ ଆମର କେନ୍ଦ୍ରାପଡ଼ା ତ ଗୁଲଗୁଲା ପ୍ରସିଦ୍ଧ ଆଉ। ରେଟ୍ ପଚାରେ ତେଲ ରେଟ୍, ଅଟା କିଲୋ 130 ଟଙ୍କା, ହଁ ଅଟା 45 ଟଙ୍କା, ହଁ ଆଉ ଚିନି 46 ଟଙ୍କା। ଏଇଆ ଆଉ ହେଇଗଲା। ହଁ ଲାଭ ହେଉଛି ନା କ୍ଷତି? ନା କହିଯିବ ପଚାରିବ। ଆସିଥିଲା ଆଜି ଜଗ ଭାଇଙ୍କ ଦୋକାନରୁ ଗୁଲଗୁଲା ଖାଇବାକୁ। ହଁ କ'ଣ କହିବେ? ଦାନ୍ତ କ'ଣ କହିବେ ଆଜି ଆସିଥିଲେ ଜଗ ଭାଇଙ୍କ ଦୋକାନକୁ ଆସିଥିଲେ? ଜଗ ଭାଇଙ୍କ ଦୋକାନକୁ ଆସିଥିଲେ କ'ଣ କହିବେ? ଗୁଲଗୁଲା ଖାଉଛନ୍ତି, ଏ ତ ପିଲାବେଳର ଜିନିଷ। ବହୁତ କେନ୍ଦ୍ରାପଡ଼ାରେ ପ୍ରଥମ ହେଉଛି ଗୁଲଗୁଲା। ଓଡ଼ିଶା ସାରା ଯେଉଁଠି ଯାଅ ମିଳିବନି, କିନ୍ତୁ କେନ୍ଦ୍ରାପଡ଼ା ଗୁଲଗୁଲା ମିଳିବ। ମୁଁ ଆଶ୍ଚର୍ଯ୍ୟ ହେଲି, ଯେମିତି ଓଡ଼ିଶାରେ ଆମ ସମ୍ବଲପୁରର ବୁର୍ଲାର ଡାକ୍ତର ରାମଚନ୍ଦ୍ର, ଇଏ ଟଙ୍କିକିଆ ଡାକ୍ତର। ସେ ଯେଉଁ ରୋଗୀ ଦେଖିବେ ଟଙ୍କାଟାରେ ଫିସ୍ ନେବେ ଏବଂ ଗରିବ ରୋଗୀକି ଦରକାର ପଡ଼ିଲେ ଔଷଧ ହାତରୁ ଦିଅନ୍ତି। ସେମିତି ଆମର ଜଗ ଭାଇ, ମୁଁ ଜନ୍ମ ବେଳୁ ଦେଖି ଆଉଛି ନୂଆ ବସଷ୍ଟାଣ୍ଡରେ ଦୋକାନ। ଆଜି ଦରଦାମ ଯାହା ସ୍ଥିତି, ଅଟା ଆପଣଙ୍କର ହେଉଛି 45 ଟଙ୍କା, ଗୁଡ଼ 60 ଟଙ୍କା, ଚିନି ରେଟ୍ 48 ଟଙ୍କା, ଆପଣଙ୍କର ତେଜପତ୍ର, ଲୁଣ ଏସବୁ ଅଛି ଏବଂ ତେଲ ରେଟ୍ ଯେଉଁ 120 ଟଙ୍କା ତା ବେଶ୍ ତେଲ, ଗ୍ୟାସ୍, ପୁଣି ଲେବର ଚାର୍ଜ ଅଛି। ଟଙ୍କାଟାରୁ ଉର୍ଦ୍ଧ୍ୱ ପଇସା ଏତେ ଖର୍ଚ୍ଚ ହେଉଛି ତିଆରି। ସେ କ'ଣ ଲାଭ ପାଉଛନ୍ତି ମୁଁ ଜାଣିପାରୁନି। ଗୁଲଗୁଲା ଟଙ୍କାଟିଏ, ଟଙ୍କାଟା ଦେଇକି ଆଜିକା ବଜାର ସ୍ଥିତିରେ ଗ୍ରାହକଙ୍କୁ ଆପ୍ୟାୟିତ କରୁଛନ୍ତି। ଏ ତାଙ୍କର ଗୋଟେ ହବି, ମୁଁ ଯାହା ବୁଝୁଥିଲି। ତାକୁ ପ୍ରକୃତରେ ଜିଲ୍ଲା ପ୍ରଶାସନ ତାକୁ ସମ୍ମାନିତ କରି ଏବଂ ଏ କଥାଟାକୁ ସାରା ଓଡ଼ିଶାରେ ପ୍ରଚାର ପ୍ରସାର, ସାରା ଓଡ଼ିଶାରେ ଆର ପ୍ରଚାର ପ୍ରସାର ହେବା ଦରକାର। ଜଗ ଭାଇଙ୍କୁ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ଏବଂ ଏ ଗୁଲଗୁଲା ବି ଭଲ କ୍ୱାଲିଟି, ଲୋକ ଆସିକି ନେଉଛନ୍ତି, କିଣୁଛନ୍ତି, ଖାଉଛନ୍ତି। ତାପରେ ସବୁ ସ୍ତରରେ ସମ୍ମାନିତ କରାଯିବା ଦରକାର।